ସୁଭଦ୍ରା ଯୋଜନାରେ ପୁଣି ଆସିଲା ବଡ଼ ଖବର। ସମସ୍ତ ସୁଭଦ୍ରା ଯୋଜନାର ହିତାଧିକାରୀମାନେ ପୁଣି ଅପେକ୍ଷା କରିଛନ୍ତି ଏହି ସୁଭଦ୍ରା ଟଙ୍କାକୁ। ତ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଛି, ଏହି ସୁଭଦ୍ରା ଟଙ୍କା ପୁଣି କେବେ ଆସିବ? ତ ଦେଖନ୍ତୁ ଆଜ୍ଞା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା ସୂଚନା ଦେଇସାରିଛନ୍ତି ଏବଂ ତାରିଖ ମଧ୍ୟ ଘୋଷଣା କରିଛନ୍ତି। କେଉଁଦିନ ଆସିବ ଏହି ସୁଭଦ୍ରା ଟଙ୍କା, ଆଜି ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ଡିଟେଲ୍ସ କହିବି ଏବଂ ଯେଉଁମାନେ ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନେ ଏକାଥରକେ କେତେ ଟଙ୍କା ପାଇବେ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ଡିଟେଲ୍ସ କହିବି ଏବଂ ଆପଣମାନଙ୍କୁ ଯଦି ସୁଭଦ୍ରା ଟଙ୍କା ଏପର୍ଯ୍ୟନ୍ତ ପାଇନାହିଁ କ'ଣ କରିବାକୁ ପଡ଼ିବ ତାହା ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ଡିଟେଲ୍ସ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କଟକ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହୋଇଛି ନାରୀ ଶକ୍ତିର ସମାବେଶ। ଏଥିରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଗରିବ ମହିଳା, କୃଷକ ଓ ଯୁବକଙ୍କୁ ଅଧିକ ଗୁରୁତ୍ୱ ଦେଉଛି ଆମ ସରକାର। ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମହିଳାଙ୍କୁ ସଶକ୍ତ କରିବା ପାଇଁ ଅଧିକ ଯୋଜନା କରାଯାଉଛି। ଦେଖନ୍ତୁ ଆଜ୍ଞା, ୟୁଟ୍ୟୁବରେ ଅନେକ ଭିଡ଼ିଓ ଅପଲୋଡ଼ କରୁଛନ୍ତି ଏହି ସୁଭଦ୍ରା ଯୋଜନା ପାଇଁ। ତ ଏହି ସୁଭଦ୍ରା ଯୋଜନା ଟଙ୍କା ଆଜି ଆସିବ, କାଲି ଆସିବ, ଆଜି ଅପରାହ୍ନ ସମୟରେ ଆସିବ ଏବଂ ପରଦିନ ଆସିବ, ଏମିତି ଚର୍ଚ୍ଚା ଚାଲିଛି। ତ ସେସବୁ ଆଜ୍ଞା ମିଛ, ଆପଣମାନେ ସେଥିରେ ପଡ଼ନ୍ତୁ ନାହିଁ। ତ ଦେଖନ୍ତୁ, ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା ସୂଚନା ଦେଇସାରିଛନ୍ତି। ତ କେବେ ଆସିବ, ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ଡିଟେଲ୍ସ ଆଲୋଚନା କରିବା। ତ ଦେଖନ୍ତୁ, ଏହି ସୁଭଦ୍ରା ଯୋଜନା ଟଙ୍କା ଆସନ୍ତା ରକ୍ଷାବନ୍ଧନରେ ମିଳିବ। ତ ଆପଣମାନେ ମନେ ରଖନ୍ତୁ, ଯଦି ଆପଣମାନଙ୍କର ଡକୁମେଣ୍ଟସ୍ ଠିକ୍ ନାହିଁ ତାହେଲେ ମଧ୍ୟ ଆପଣମାନଙ୍କୁ ରକ୍ଷାବନ୍ଧନରେ ମିଳିପାରିବ ନାହିଁ। ଯଦି ଆପଣମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି ତାହେଲେ ଆପଣମାନଙ୍କର ଡକୁମେଣ୍ଟସକୁ ପ୍ରଥମେ ଠିକ୍ କରନ୍ତୁ, ତାପରେ ଯାଇ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ। ଦେଖନ୍ତୁ, ଆପଣମାନଙ୍କର ଡକୁମେଣ୍ଟସ୍ କେମିତି ଥିବା ଆବଶ୍ୟକ। ତ ଦେଖନ୍ତୁ, ଆପଣମାନେ ସୁଭଦ୍ରା ଯୋଜନାରେ ଯେଉଁ ଆବେଦନ କରିଥିଲେ ଆପଣମାନେ ଯଥାଶୀଘ୍ର ଜନସେବା କେନ୍ଦ୍ରକୁ ଯାଇ ଆପଣମାନଙ୍କର ସୁଭଦ୍ରା ଯୋଜନାରେ ବାୟୋମେଟ୍ରିକ୍ ସାହାଯ୍ୟରେ ଆପଣମାନେ ଆଉ ଥରେ EKYC କରନ୍ତୁ। ଦେଖନ୍ତୁ ଆଜ୍ଞା, ଆପଣମାନେ ଫିଙ୍ଗରପ୍ରିଣ୍ଟ ସାହାଯ୍ୟରେ ଆଉ ଥରେ EKYC କରନ୍ତୁ। ତାପରେ ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ରହିବା ନିହାତି ଆବଶ୍ୟକ ଏବଂ ଆପଣମାନଙ୍କର ଆକାଉଣ୍ଟରେ DBT ଲିଙ୍କ ମଧ୍ୟ କରିବା ନିହାତି ଆବଶ୍ୟକ। ଆପଣମାନଙ୍କର ବ୍ୟାଙ୍କ ଖାତା ଯେଉଁ ବ୍ୟାଙ୍କରେ ଖୋଲିଛନ୍ତି ସେଠାକୁ ଯାଇ ଆପଣମାନେ DBT ଲିଙ୍କ କରିପାରିବେ। ଏପରି ଭାବରେ ଯଦି ଆପଣମାନେ କରୁଛନ୍ତି, ନିଶ୍ଚୟ ଭାବରେ 100% ଗ୍ୟାରେଣ୍ଟିର ସହିତ କହୁଛି ଆପଣମାନଙ୍କୁ ନିଶ୍ଚୟ ଏହି ସୁଭଦ୍ରା ଯୋଜନା ଟଙ୍କା ମିଳିବ। ଯଦି ଆପଣମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି ତାହେଲେ ଆପଣମାନଙ୍କୁ ରକ୍ଷାବନ୍ଧନରେ ଏକାଥରକେ 15,000 ଟଙ୍କା ପାଇପାରିବେ। ଦେଖନ୍ତୁ ଆଜ୍ଞା, ଆପଣମାନେ ଯଦି ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି ତାହେଲେ ଆପଣମାନେ ନିଶ୍ଚିତ ରୁହନ୍ତୁ, ଆପଣମାନେ ନିଶ୍ଚୟ ଏହି ସୁଭଦ୍ରା ଟଙ୍କା ପାଇବେ। ତ ଏହା ମୁଁ କହୁନାହିଁ, ଏହା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇସାରିଛନ୍ତି। ନିଶ୍ଚୟ ଆସନ୍ତା ରକ୍ଷାବନ୍ଧନରେ ଆପଣମାନଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା। ତେଣୁ ଆପଣମାନେ ମନେ ରଖନ୍ତୁ, ଯେଉଁ କାମଗୁଡ଼ିକ କହିଲି ଆପଣମାନେ ନିଶ୍ଚୟ ଭାବରେ ଆପଣମାନେ ସେହି କାମଟି କରନ୍ତୁ। ତ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ହେଲ୍ପଫୁଲ୍ ହୋଇଥିବ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।